ଲୋକଙ୍କର ଆବଶ୍ୟକ ଅନୁଯାୟୀ ସରକାର କାମ କରୁଛନ୍ତି ଏବଂ ଓଡ଼ିଶାର ଜନସାଧାରଣ ଆମକୁ ଭଲ ପାଇ ଗୋଟେ ସେବା କରିବାର ସୁଯୋଗ ଦେଇଛନ୍ତି ଏବଂ ବିଭିନ୍ନ ପ୍ରକାର ଯେଉଁ ଅଛନ୍ତି ନକ୍ସଲ ଦିମାଗର ଲୋକମାନେ ସେମାନେ ସମାଜର ବିକାଶକୁ କେବେ ମଧ୍ୟ ଚାହୁଁନାହାନ୍ତି ଏବଂ ସେମାନଙ୍କ ମାନସିକତା ଦର୍ଶାଉଛି ଯେ ସେମାନେ ବିଭିନ୍ନ ପ୍ରକାର ଉନ୍ନତିମୂଳକ କାମରେ ବାଧା ଦେବେ। ତେଣୁ ଲୋକଙ୍କର ଯେଉଁ ଆଶା ଭରସା ଅଛି ଏ ଆଶା ଭରସା କେବେ ମଧ୍ୟ ସେମାନେ ଧୂଳିସାତ କରିପାରିବେ ନାହିଁ ଏବଂ ସରକାର ନିଷ୍ପତ୍ତି ନେଇଛନ୍ତି ଜନସାଧାରଣ ଆର୍ଥିକ ସ୍ଥିତି ମଜବୁତ କରିବା ସହିତ ଗାଁର ବିକାଶ କରିବା ଏହା ହେଉଛି ମୂଳ ମନ୍ତ୍ର ଏବଂ ଏ କାମରେ ଯିଏ ଯେତେ ବାଧା ଦେଉନା କାହିଁକି କାମ ଅଟକିବନି, କାମ ନିଶ୍ଚିତ ଭାବେ ସଫଳ ହେବ।